ଜୟ ଜଗନ୍ନାଥ ପିଲାମାନେ ସମସ୍ତଙ୍କୁ ସ୍ୱାଗତ। ଆଜି ଭିଡିଓରେ ତୁମମାନଙ୍କର ସାହିତ୍ୟ ବହିର ପାଠ 6 ନୂଆଖାଇ এই ଚାପ୍ଟରଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିନେବା। ଆସ କଥା ହେବା 1 ନମ୍ବର ପର୍ବପର୍ବାଣୀ ଦିନ ତୁମ ଘରେ କେଉଁ ସବୁ ମିଠା ପିଠାପଣା ଆଦି ତିଆରି କରାଯାଏ? ଉତ୍ତର ପର୍ବପର୍ବାଣୀ ଦିନ ଆମ ଘରେ ଆରିସା, କାକରା, ମଣ୍ଡା, ଏଣ୍ଡୁରି, ପୋଡ଼ପିଠା, ମୁଆଁ ପିଠା, ଚକୁଳି, ଲଡୁ, ବୁନ୍ଦିଆ, ଜିଲାପି, ଗଜା ଇତ୍ୟାଦି ତିଆରି କରାଯାଏ। 2 ନମ୍ବର ତୁମକୁ କେଉଁ ପିଠା ଓ ମିଠା ଭଲ ଲାଗେ? ଉତ୍ତର ମୋତେ ମଣ୍ଡା ପିଠା, ପୋଡ଼ପିଠା, କାକରା, ଚକୁଳି, ଆରିସା ଓ ଏଣ୍ଡୁରି ପିଠା ଭଲ ଲାଗେ। ମିଠା ମଧ୍ୟରେ ରସାବଳି, ରସଗୋଲା, ଜିଲାପି ଇତ୍ୟାଦି ଭଲ ଲାଗେ। ତ ପିଲାମାନେ ତୁମମାନଙ୍କୁ ଯଦି ଆଉ କିଛି ଅଲଗା ଭଲ ଲାଗୁଥିବ ପିଠା କିମ୍ବା ମିଠା ତାର ନାମ ଏଠି ତୁମମାନେ ଲେଖିବ। 3 ନମ୍ବର ସେହି ସବୁ ପିଠା କେଉଁ ସବୁ ପର୍ବରେ ତିଆରି ହୁଏ? ଉତ୍ତର ପିଲାମାନେ ରଜ ପର୍ବରେ ପୋଡ଼ ପିଠା ତିଆରି ହୁଏ, ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା, ଚିତା ଲାଗିରେ ଚିତଉ, ଦୁର୍ଗା ପୂଜାରେ ମଣ୍ଡା, ଗଣେଶ ପୂଜାରେ ଚକୁଳି ପିଠା, ଦୋଳ ପର୍ବରେ କାକରା, ଗଜା, ନିମିକି, ରସାବଳି ଇତ୍ୟାଦି ପ୍ରସ୍ତୁତ କରାଯାଏ। ମାଣବସାରେ ସରୁ ଚକୁଳି, ବୁଢା ଚକୁଳି, ମଣ୍ଡା ପିଠା ଇତ୍ୟାଦି କରାଯାଏ। ତ ଏମାନେ ଏଇଭଳି ଲେଖିବ। 4 ନମ୍ବର ତୁମ ଅଞ୍ଚଳରେ କେଉଁ ପର୍ବ ପାଳନ କରାଯାଏ? ସେ ସବୁ ପର୍ବ ଓ ନୂଆଖାଇ ମଧ୍ୟରେ କ'ଣ ସବୁ ସମାନତା ରହିଛି? ଉତ୍ତର ଆମ ଅଞ୍ଚଳରେ ଦୋଳ ପର୍ବ, ରଜ ପର୍ବ, ଦଶହରା, କୁମାର ପୂର୍ଣ୍ଣିମା, ସରସ୍ୱତୀ ପୂଜା, ଗଣେଶ ପୂଜା, ପ୍ରଥମାଷ୍ଟମୀ ପ୍ରଭୃତି ପର୍ବ ପାଳନ କରାଯାଏ। ସେହି ପର୍ବ ମଧ୍ୟରୁ ମାଣବସା ପର୍ବ ଓ ପ୍ରଥମାଷ୍ଟମୀ ପର୍ବର ନୂଆଖାଇ ପର୍ବ ସହିତ ସମାନତା ରହିଛି। ଏହି ପର୍ବରେ ନୂଆଖାଇ ଭଳି ସେହି ବର୍ଷରେ ଅମଳ ନୂଆ ଧାନରେ ପିଠାପଣା କରାଯାଏ। ନୂଆ ଧାନ କେଣ୍ଡାରେ ବେଣୀ ହୋଇ ଲକ୍ଷ୍ମୀ ମାତାଙ୍କୁ ଆବାହନ କରାଯାଇ ପୂଜା କରାଯାଏ। 5 ନମ୍ବର ଆମ ରାଜ୍ୟରେ ଅନେକ ପର୍ବପର୍ବାଣୀରେ ଶୋଭାଯାତ୍ରା ମାନ ବାହାରିଥାଏ। ତୁମେ ଦେଖିଥିବା ଶୋଭାଯାତ୍ରା ଗୁଡ଼ିକର ତାଲିକା କର, ତାହା ବିଷୟରେ ନିଜର ଅନୁଭବ କୁହ। ଉତ୍ତର ଆମ ରାଜ୍ୟରେ ପାଳନ କରାଯାଉଥିବା ପର୍ବପର୍ବାଣୀ ମଧ୍ୟରୁ ରଥଯାତ୍ରା, ଦୁର୍ଗା ପୂଜା, ସରସ୍ୱତୀ ପୂଜା, ଗଣେଶ ପୂଜା, ରାମନବମୀ, ଦୋଳଯାତ୍ରା ପର୍ବମାନଙ୍କରେ ଶୋଭାଯାତ୍ରା ବାହାରିଥାଏ। ଆମେ ଏହି ସବୁ ଶୋଭାଯାତ୍ରା ଦେଖିଛୁ। ଏହି ଶୋଭାଯାତ୍ରା ଦେଖି ଆମେ ଆନନ୍ଦ ଅନୁଭବ କରୁ। ଏହି ସମୟରେ ବିଭିନ୍ନ ଆଲୋକ ସଜ୍ଜା ସହିତ ଦୋଳି ଓ ଦୋକାନ ବଜାରର ପସରା ମେଲିଥାଏ। ସାଙ୍ଗସାଥୀ ଓ ବନ୍ଧୁ ପରିଜନଙ୍କ ସହିତ ମିଶିବାର ଏହା ଏକ ସୁଯୋଗ। ଆଗକୁ ଯିବା ପାଠରୁ ପ୍ରଶ୍ନ ଗୁଡ଼ିକର ଠିକ୍ ଉତ୍ତର ଆଗରେ ଠିକ୍ ଚିହ୍ନ ଦେବା। ତାହେଲେ ଠିକ୍ ଚିହ୍ନ ଦେବା ଠିକ୍ ଉତ୍ତର ପାଖରେ। 1 ନମ୍ବର ନୂଆଖାଇ ପର୍ବ କେଉଁ ତିଥିରେ ପାଳନ କରାଯାଏ? ଅପସନ ଗୁଡ଼ିକ କରେ ଭାଦ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ, ଖରେ ଭାଦ୍ର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ, ଗରେ ଭାଦ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ, ନା ଘରେ ଭାଦ୍ର ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ। ତାହେଲେ ପିଲାମାନେ ଠିକ୍ ଉତ୍ତରଟି ହେଉଛି ଭାଦ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳନ କରାଯାଏ। ତ ଏଠି ରାଇଟ୍ ମାର୍କ ଦେବ। ନେକ୍ସଟ 2 ନମ୍ବର ପର୍ବପର୍ବାଣୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ? କରେ ଈଶ୍ୱରଙ୍କର ଅତି ପ୍ରିୟ ପାତ୍ର ହେବା, ଘରେ ସାଙ୍ଗସାଥୀଙ୍କ ସହିତ ସମୟ ଅତିବାହିତ କରିବା, ଘରେ ଜୀବନକୁ ସରସ ସୁନ୍ଦର ଓ କର୍ମଚଞ୍ଚଳ କରିବା, ନା ଜୀବନରେ ଦୁଃଖ ଓ ବିଷାଦକୁ ଦୂର କରିବା। ତାହେଲେ ଏଠି ଠିକ୍ ଉତ୍ତର ହେଇଯିବ ଜୀବନରେ ଦୁଃଖ ଓ ବିଷାଦକୁ ଦୂର କରିବା। ବୁଝିହେଲା? ସେଇଭଳି 3 ନମ୍ବର ଏହି ପର୍ବ ସବୁ ବର୍ଗର ଲୋକ ପାଳନ କରିଥାନ୍ତି। ତାହେଲେ ଏହି ପର୍ବ ସବୁ ବର୍ଗର ଲୋକ ପାଳନ କରିଥାନ୍ତି ନା ନାହିଁ? କରିଥାନ୍ତି। ତେଣୁ ଏହାର କାରଣ କ'ଣ? ତାହେଲେ ଅପସନ ଗୁଡ଼ିକ ଦେଇଛି। କରେ ଏହି ପର୍ବ ଲୋକମାନଙ୍କୁ ପରସ୍ପର ଭିତରେ ସ୍ନେହର ଡୋରିରେ ବାନ୍ଧିଥାଏ। ଖରେ ଏହି ପର୍ବ ପାଳନ ଫଳରେ ନୂଆ ଫସଲ ଅମଳ ହୋଇଥାଏ। ଗ ଏହା କୃଷକ ଧନୀ ଦରିଦ୍ର ଆଦି ସବୁ ବର୍ଗର ଲୋକଙ୍କୁ ଆନନ୍ଦ ଦେଇଥାଏ। ନା ଘରେ ଏହି ପର୍ବ ଜନସାଧାରଣଙ୍କୁ ସାମାଜିକ ବନ୍ଧନର ଗୁରୁତ୍ୱ ଶିଖାଇଥାଏ। ତାହେଲେ ପିଲାମାନେ ଏଇଟା ଠିକ୍ ଉତ୍ତର ହେଇଯିବ ଏଇଟା। ତ ଏହି ପର୍ବ ଜନସାଧାରଣଙ୍କୁ ସାମାଜିକ ବନ୍ଧନର ଗୁରୁତ୍ୱ ଶିଖାଇଥାଏ। 4 ନମ୍ବର ବଞ୍ଚିଥିଲେ ଆର ବରଷକେ ତ ଦେଖା ହେମା। ତ ଏଇ କଥା ପିଲାମାନେ କିଏ କହିଛି? ତ ଅପସନ ମାନେ ଦେଖିବା।
करे लेखक कहते घरे झील बो मैंने कहते घरे बुढ़ा बुढ़ी मैंने कहते ना घरे गुरुजन मैंने कहते कथा पिला माने बुढ़ा बुढ़ी मैंने कहते तो ये राइट मार्क देव। नेक्स्ट आस उत्तर लेखिबा। 1 नंबर निम्नलिखित प्रश्न गुड़िकर उत्तर लेख। क नुआखाई पर्वर पूर्व दिन केउ पूजा पालन करा जाए। तो पिला माने एटा तुम माने जानिथिबो जेतु स्कूल कॉलेज मानकरे निश्चित भाव में पालन करा जाए। ताहले नुआखाई पर्वर पूर्व दिन गणेश पूजा पालन करा जाए। लिखिबो गणेश पूजा पालन करा जाए। बुझिला। तेणु नुआखाई पर्वर पूर्व दिन गणेश पूजा पालन करा जाए। से भली खरे नुआखाई पर्वरे नर नारी माने दुकान बजार रे कौन बिका किना करंती। उत्तर नुआखाई पर्वरे नर नारी माने दुकान बजार रे मिठा और पिठापणा पाई चाउल नड़िया घी गुड़ सहित पूजा पाई धूप दीप कर्पूर एवं वस्त्र पिंधिया पाई नुआ लुगा सहित परिबा पत्र मध्य किना बिका करंती। ग पितृपुरुषंकु पिंडदान परे घरे किपरि पूजा करा जाए। उत्तर पितृपुरुषंकु पिंडदान परे नुआ धान केंडा चूड़ा और पिठापणा देवदेवी को समर्पण करी पूजा करा जाए। घ नुआ खाई भेट भाट कौन बुझाई लेख। तो कौन बुझाई था लेख नुआ खाई भेट घाट कौन। ताहले उत्तर नुआ खाई सारिबा परे नुआ खाई भेट घाट होई थाए। झियो भू माने रंग बेरंग पोशाक पिंधि गुरुजन मानक मुंडिया मारी जुहार हुअंती। तो या कह जाए नुआ खाई भेट घाट। 2 नंबर तले दिया जाइथिबा उत्तर संपर्कित वाक्यांश को बहिरु खोजी लेख गोटिकर नमूना दिया जाइछि। तो उत्तर संपर्कित वाक्य गद्यांश। क मिठा पाई एटी पिठा पाई नड़िया गुड़ जोगाड़ करंती। ताले मिठा और पिठा पाई चाउल नड़िया घी गुड़ जोगाड़ करा जाए। तापरे आमे ख ग घ उ लिखिबा। अन्न कष्ट दूर पाई ठाकुर को डाकंती। नुआ लुगा किणा किणी रे गहली जमी उठे। विभिन्न भजन कीर्तन करी निजको भूली जाती। घर द्वार लिपा पोछा करंती। ताले एगुडी को आमे गद्यांश रे लिखिबा। करे देछि पिठा पाई नड़िया गुड़ जोगाड़ करंती। ताले मिठा और पिठा पाई चाउल नड़िया घी गुड़ जोगाड़ करा जाए। तापरे खरे लिखिबा अन्न कष्ट दूर पाई ठाकुर को डाकंती। ताहले खरीफ और रबी फसल उत्पादन बढ़ू एवं ए संसार अन्न कष्ट दूर हेउ बोली ठाकुरंक पाखरे प्रार्थना करा जाए। ग नुआ लुगा किणा किणी रे गहली जमी उठे। ताहले पूजा पाई धूप दीप कर्पूर वस्त्र और परिधान पाई लुगा नुआ लुगा किणा किणी रे गहली चहली जमी उठे। तापरे घरे विभिन्न भजन कीर्तन करी निजको भूली जाती। घुमरा नाच भजन कीर्तन नाट तामसा और खिया पिया लोके निजको हजाई दियंती। घर द्वार लिपा पोछा करंती। ताहले घरर माँ झियो और बोहू माने ठाकुर घर ठारू आरंभ करी समस्त घर द्वार दांड पिंडा को लिपा पोछा करंती। तो ये भली तुम माने गद्यांश लिखिबो। नेक्स्ट भाषार कथा। 1 नंबर निम्न रे दिया जायथिबा वाक्य गुडिकरे लेखांकित। तो एटी पिला माने रेखांकित हबो हला। रेखांकित तो रेखांकित शब्द स्थान रे नूतन समानार्थ बोधक शब्द लिखि वाक्य गुडी को पुणी थरे लेख। ताहले एई शब्द जो रेखांकित करा जायछि से रेखांकित शब्द बदल रे आउ किछि समानार्थक शब्द लिखिबा। लिखिकी पुणी थरे वाक्यटी को संपूर्ण भाव रे लिखिबा। ताहले करे देछि देखो बसुमती को वर्षर प्रथम फसलर भोग करा जाए। ताहले एठी पिला माने एठी लिखिबो तुमे माने कोन धरित्री माता को वर्षर प्रथम फसल भोग करा जाए हैला। तापरे ख भाद्र मास शुक्ल पक्ष चतुर्थी तिथि रे विघ्न नाशकंक पूजा करा जाए। ताहले विघ्न नाशकंक आ उडे समानार्थक शब्द लिखिबा। ताहले एठी लिखि परिबा आमे गणेशंक हैला। लिखिबो गणेशंक। आमे गणेशंक विघ्न नाशक मध्य कहि थाउ हैला। तो एठी पिला माने गणेश तालबेस लिखिबो। बुझिला। तो एठी भाद्र मास शुक्ल पक्ष चतुर्थी तिथि रे गणेशंक पूजा करा जायथिले।
तापर ग नवान्न भक्षण उपलक्षे समस्ते घर सजासजी लगी पड़ती ताहले नवान्न भक्षण आमे आउ गोटे समानार्थक शब्द लिखिबा तो आमे लिखि परिबे नुआ खाई हला नुआ खाई हर्षई नुआ खाई उपलक्षे समस्ते घर सजासजी लगी पड़ती घ से माने बड़ मानकु जुहार करी प्रसाद सेवन करती ताहले जुहार ए जुहार आमे आउ गोटे समानार्थक शब्द लिखिबा जेमति आमे को कोन पिला माने कोन को पिला माने प्रणाम हला प्रणाम को से माने जुहार कहती नेक्स्ट नुआ चूड़ा घी महू गोरस गुड़ और कदली मिसाई प्रसाद प्रस्तुत करा जाए ताहले गोरस गोरस बदल रे आमे समानार्थक शब्द लिखि परिबा घी किबा दुग्ध एटी घी जेहेतु अछि आमे लिखिबा दुग्ध हला दुग्ध दुग्ध हला गतले धपड़ा दब ताहले नुआ चूड़ा घी महू दुग्ध गुड़ और कदली मिसाई प्रसाद प्रस्तुत करा जाए तो माने एमती लिखिबो नेक्स्ट 2 नंबर निम्न रे थिबा उदाहरण को बुझी वाक्य गुडी को पूर्ण कर ताहले क जेउठी देखो आनंद ही आनंद और खुशी ही खुशी ताहले खरे देछि मु समुद्र कूल को गली जेउठी देख डैश ताहले एगुडी आमे लिखिया गोटे दे देछि जेउठी देखो आनंद ही आनंद खुशी ही खुशी सेई भली मु समुद्र कूल को गली जेउठी देख बाली ही बाली हला बाली ही बाली नेक्स्ट घरे घरे जेउठी देख पिठा पणा तो पिठा पणा लिखि परबा ही पिठा पणा हला घरे घरे जेउठी देख पिठा पणा ही पिठा पणा तापर व्यक्ति व्यक्ति मध्य स्नेह डैश स्नेह ही स्नेह लिखि परिबो स्नेह ही स्नेह हला घरे एमती डैश पूर्ण करिवो नेक्स्ट 3 नंबर रेखांकित शब्द गुडिकर वचन बदलाई वाक्य पूर्ण कर ताहले वचन बदलाई की वाक्य पूर्ण करिवा ताहले देखो नुआ खाई रे घरर मुखिया पूजा करंती एवं गाँर मुखिया माने पूजा पाठ रे बसंती तो देखो एक वचन को बहु वचन करी सेई भली गुरुजन तुमको भल कथा कहितांती ओ तुमे सब बेले डैश कथा मान ताहले एटी लिखिबा गुरुजन मानक कथा मान हला एटी लिखिबो गुरुजन मानक कथा मान हला ग नुआ खाई पर्व रे कृषक खुशी थाए ताहले नुआ फसल अमल पई डैश आनंद रे मजी जाती ताहले एटी लिखिबो कृषक माने एटी कृषक माने बहुवचन हला नेक्स्ट गंगा गोटे पवित्र नदी अटे नदी तो आम देश रे एही परी डैश रहिछि ताहले एही परी कोन रहिछि अनेक नदी रहिछि लिखि परिबो अनेक नदी रहिछि सबु बाल्टी पानी रे भरिछि केवल गोटे डैश बाकी अछि ताहले गोटे बाल्टी एटी सबु बाल्टी जेतु बहुवचन देछि एटी एक वचन करिले 4 नंबर जेते बेले जणे कहूथिबा कथा को आमे लेखा आकार रे प्रकाश करू सेते बेले गोटे चिन्ह रो व्यवहार करा जाय ताहाकू उद्धृत चिन्ह तो देखो पिला माने उद्धृत चिन्ह कहया जाय उदाहरण स्वरूप मा कहले आज ठार हमर नुवा वर्ष आरंभ होउची एई परी आउ दुईटी वक्तव्य पाठरू खोजी लेख तो आउ दुईटी पाठरू खोजी की वक्तव्य लिखिबा तो आउ दुईटी पिला माने लिखि परिबो वक्तव्य एक रे बुढ़ा बुढ़ी माने हस खुशी रे कहंती बंची थिले आर बरस के देखाए मा आ गोटे से भली दुई वाक्य लिखिबो गाँर समस्ते कहंती खरीफ और रबी फसल रो उत्पादन बढ़ू एवं संसार रो अन्न कष्ट दूर हेउ 5 नंबर एही पाठरू किछि शब्द चयन करी तळे दिया जायछि तो तळे दिया जायछि किछि शब्द चयन करी एगुडी को ओडिया वर्णमाला अभिधान क्रम अनुसार सजाडी लेख ताले हमें ओडिया वर्णमाला अभिधान क्रम अनुसार सजाडी की लेखिबा ताले पिला माने एठी कोन शब्द आसीबो प्रथमे देखो एठी आसीजो प्रथमे आदिवासी लिखिबो आदिवासी तापर पिला माने कोन आसीबो देखो एठी आसीबो कलम मध्ये आसीबो कलम तापर आसीबो
ଖଜଣା ଖଜଣା ହେଲା। ତାପରେ ଗଣେଶ ଗଣେଶ ଗଣେଶ। ତାପରେ ପିଲାମାନେ ଆସିବ ଏଇଠି ଦେଖ ଗୁରୁଜନ ହେଲା, ଗୁରୁଜନ। ତାପରେ ଆସିବ ଏଇଠି ଘଡି ଆସିବ ହେଲା, ଦେଖିବ ଘଡି। ତାପରେ ଘୁମୁରା ଘୁମୁରା। ତାପରେ ଚନ୍ଦନ ହେଲା, ଚନ୍ଦନ। ତାପରେ ନରନାରୀ ନରନାରୀ। ତାପରେ ପୁଣି ଆସିବ ଫସଲ ଫସଲ। ବସୁମତୀ ବସୁମତୀ। ଲାଷ୍ଟକୁ ଆସିବ ଲୁଗାପଟା ହେଲା, ଲୁଗାପଟା। ତାହେଲେ ଏଗୁଡିକ ଅଭିଧାନ କ୍ରମରେ ଏମିତି ସଜାଡିକି କ୍ରମ ଅନୁସାରେ ଲେଖିବ, ବୁଝିହେଲା। ନେକ୍ସଟ ଆଗକୁ ଯିବା ପାଠରୁ ଆଗକୁ। 1 ନମ୍ବର, ତୁମ ଘରେ ପର୍ବପର୍ବାଣୀ ପାଳନ ପାଇଁ କିପରି ପ୍ରସ୍ତୁତ କରାଯାଇଥାଏ? ଉତ୍ତର, ପର୍ବପର୍ବାଣୀ ପାଳନର ପୂର୍ବ ଦିନ ଘର ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ଲିପା ପୋଛା ମଧ୍ୟ କରାଯାଏ। ପର୍ବପର୍ବାଣୀ ଅନୁଯାୟୀ ହେବାକୁ ଥିବା ପିଠାପଣା ପାଇଁ ପ୍ରସ୍ତୁତ କରାଯାଇଥାଏ। ଘରେ ବ୍ୟବହୃତ ଜିନିଷ ଯଥା ପିଢା, ଖଟୁଲି, ଡାଲା, କୁଲା, ଝାଡୁ ଇତ୍ୟାଦିକୁ ସଫା କରାଯାଇଥାଏ। ଜିନିଷପତ୍ର ସବୁ ସଜାଡି ରଖିବା ସହିତ ପର୍ବଦିନ ସକାଳୁ ସାଜସଜା କରାଯାଏ। ପରିବାରର ସମସ୍ତେ ସେଇଦିନ ସକାଳୁ ଗାଧୋଇ ନୂଆ ଲୁଗା ପରିଧାନ କରି ବା ପିନ୍ଧି ପୂଜା ସାମଗ୍ରୀ ସଜାଡି ପୂଜା ପାଇଁ ପ୍ରସ୍ତୁତ ହୁଅନ୍ତି। 2 ନମ୍ବର, ତୁମ ଘରେ ପର୍ବ ପାଳନ ସମୟରେ କିଏ କି କାମ କରିଥାନ୍ତି ତାର ତାଲିକା କର। ଉତ୍ତର, ଆମ ଘରେ ପର୍ବ ପାଳନ ସମୟରେ ମା ପୂଜା ସାମଗ୍ରୀ ସଂଗ୍ରହ ଓ ପିଠାପଣା ପାଇଁ ପ୍ରସ୍ତୁତି। ଆଈମା ପିଠାପଣା ପାଇଁ ସାମଗ୍ରୀ ପ୍ରସ୍ତୁତ କରନ୍ତି। ଭଉଣୀ ଲିପା ପୋଛା ସହିତ ଝୋଟି ପକାଇବା ଓ ସାଜସଜ୍ଜା କରନ୍ତି। ତାହେଲେ ବାପା ପିଠାପଣା ସାମଗ୍ରୀ ସଂଗ୍ରହ କରନ୍ତି। ଜେଜେବାପା ବ୍ରାହ୍ମଣ ଡାକନ୍ତି ଓ ସମସ୍ତ କାର୍ଯ୍ୟକୁ ତଦାରଖ କରନ୍ତି। ସେଇଭଳି ଭାଇ ସମସ୍ତ କାର୍ଯ୍ୟରେ ସହଯୋଗ କରନ୍ତି। 3 ନମ୍ବର, ଆମ ରାଜ୍ୟର ଲୋକମାନେ ବିଭିନ୍ନ ପର୍ବ ପାଳନ କରିଥାନ୍ତି। ଯେପରି ଭାଦ୍ର ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ ହୁଏ, ସେହିପରି ଭାଦ୍ର ମାସ କୃଷ୍ଣ ପକ୍ଷରେ ଜନ୍ମାଷ୍ଟମୀ ପାଳନ କରାଯାଏ। ନିମ୍ନରେ ଦିଆଯାଇଥିବା ପର୍ବ ଗୁଡିକର ତିଥି ବା ତାରିଖର ସୂଚନା ଦେଖି ପର୍ବ ସହିତ ମିଶାଇବା। ତାହେଲେ ବିଭିନ୍ନ ପର୍ବ ସହିତ ଆମେ ତିଥି ଦେଖିକି କଣ କରିବା? ମିଶାଇବା, ବୁଝିହେଲା। ତ ଏଠି ଦେଖ ପ୍ରଥମେ କଣ ଶ୍ରୀକୃଷ୍ଣ ଜନ୍ମ। ତାହେଲେ ଶ୍ରୀକୃଷ୍ଣ ଜନ୍ମ ପିଲାମାନେ କେବେ ହେଇଥାଏ? ତୁମେମାନେ ଜାଣିଥିବ। ତ ଏଠି ହୁଏ ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ହେଲା, ଏମିତି ଯୋଡି ନେବ। ଇଦୁଲ ଫିତର ତୁମେମାନେ ମଧ୍ୟ ଏଇଟା ଜାଣିଥିବ, ରମଜାନ ସରିବା ପରଦିନ। ରଥଯାତ୍ରା ଆଷାଢ ଶୁକ୍ଳ ଦ୍ୱିତୀୟା ହେଲା। ରାକ୍ଷୀ ପୂର୍ଣ୍ଣିମା, ତାହେଲେ ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ପୂର୍ଣ୍ଣିମା ହେଲା। ତାପରେ ବଡଦିନ ତ ତୁମେମାନେ ସମସ୍ତେ ଜାଣିଛ, ବୁଲିବା ପାଇଁ ଯାଉଥିବ ଆଉ ନାଇଁ, ଡିସେମ୍ବର ମାସ 25 ତାରିଖରେ। ତାହେଲେ ଏହି କାମଟି କରିବା ସମୟରେ ଦଳରେ ଆଲୋଚନା କର। ଆବଶ୍ୟକ ସ୍ଥଳେ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ସାହାଯ୍ୟ। ତାହେଲେ ତୁମେମାନେ ଏଇଟା କରିସାରିକି ଆଲୋଚନା କରିବ ତୁମ କ୍ଲାସରେ। ତାହେଲେ ଭାବି ଲେଖ। 1 ନମ୍ବର, ଏହି ପାଠରୁ ତୁମକୁ ସବୁଠୁ କଣ ଭଲ ଲାଗିଲା ଓ କାହିଁକି? ଉତ୍ତର, ଏହି ପାଠରୁ ଆମକୁ ନୂଆଖାଇ ପର୍ବର ପାଳନ ଖୁବ ଭଲ ଲାଗିଲା। କାରଣ ଏହି ପର୍ବରେ ପାରିବାରିକ ଏକତା, ନୂଆ ଧାନର ଆନନ୍ଦ ଓ ସାଂସ୍କୃତିକ ଉତ୍ସାହ ଅଧିକ ଭଲ ଲାଗେ। ସମସ୍ତେ ଏକାଠି ହୋଇ ଭୋଜନ କରିବା ଓ ବଡମାନଙ୍କୁ ପ୍ରଣାମ କରିବା ପରିବାରର ପ୍ରେମ ଓ ସମ୍ମାନ ବଢାଏ। ଲୋକେ ନୂଆ ପୋଷାକ ପିନ୍ଧି ଆନନ୍ଦରେ ପର୍ବ ପାଳନ କରନ୍ତି, ଯାହା ଉତ୍ସବକୁ ଅଧିକ ସୁନ୍ଦର କରେ। 2 ନମ୍ବର, ତଳେ ଦିଆଯାଇଥିବା ଉଦାହରଣକୁ ଦେଖି ପରବର୍ତ୍ତୀ କ୍ରମ ପ୍ରସ୍ତୁତ କର। ତାହେଲେ ପିଲାମାନେ ଗହମରୁ ଅଟା, ରୁଟି, ପୁରୀ, ଦଲିଆ ଆଉ ହାଲୁଆ ତିଆରି ହୁଏ। ତାହେଲେ ସେଇଭଳି କ୍ଷୀରରୁ କଣ ହୁଏ? କ୍ଷୀରରୁ ହୁଏ, ତୁମେମାନେ ଜାଣିଥିବ, ଘରେ ଘରେ ସବୁ ତିଆରି କରାଯାଇଥାଏ। ଦହି, ଲହୁଣୀ, ଛେନା ହେଲା, ଏମିତି ସବୁ ତିଆରି କରାଯାଏ। ତାପରେ ଆଖୁରୁ ପିଲାମାନେ କଣ କରାଯାଏ? ଚିନି ହେଲା, ଆଉ ଚିନିରୁ କଣ ହେଇଥାଏ? ଆହୁରି ଆଖୁ କ୍ଷୀରି ମଧ୍ୟ କରାଯାଏ ହେଲା, ଆଉ ଗୁଡ ମଧ୍ୟ କରାଯାଏ ହେଲା। ଗୁଡ ଆଉ ଆରିସା ପିଠା ଗୁଡରୁ ହୁଏ ହେଲା। ତାପରେ ଚାଉଳ, ତାହେଲେ ଚାଉଳରୁ କଣ ହୁଏ? ଚାଉଳ ଚୁନା ପ୍ରଥମେ ହୁଏ ହେଲା,
ପିଠା ଆଉ ମୁଢି ଆଉ ମୁଆଁ ତିଆରି କରାଯାଏ ହେଲା। ଏମିତି ତୁମେ ମାନେ ଲେଖିନେବ। ନେକ୍ସଟ ତଳେ କେତେ ଗୁଡିଏ ଶବ୍ଦ ଦିଆଯାଇଛି ସେଗୁଡିକୁ ବ୍ୟବହାର କରି ତୁମ ସାଙ୍ଗ ନିକଟକୁ ନୂଆଖାଇ ପର୍ବ ବିଷୟରେ ଲେଖି ଜଣାଅ। ତାହେଲେ କେତେ ଗୁଡେ ଶବ୍ଦ ଦିଆଯାଇଛି ନବାନ୍ନ, ଜୁହାର, ଭେଟଘାଟ, ପିଢା, ଇଷ୍ଟଦେବୀ, ଧନୀ ଦରିଦ୍ର, ଝିଅ ବୋହୂ, ଚୁନା, ନୂଆ ଚୁଡା, ଘୁମରା ନାଚ, ସାମାଜିକ ପର୍ବ, କୃଷକ, ଧର୍ମ, ସଂସ୍କୃତି, ପିଠାପଣା, ଆର ବରଷକେ। ତାହେଲେ ଏଇ ସବୁ ଶବ୍ଦ ଦିଆଯାଇଛି। ଏ ଶବ୍ଦକୁ ନେଇ ସାଙ୍ଗ ନିକଟକୁ ପର୍ବ ବିଷୟରେ ଲେଖିବ। କେଉଁ ପର୍ବ ବିଷୟରେ? ନୂଆଖାଇ ପର୍ବ ବିଷୟରେ। ତୁମେ ଏଇ ଶବ୍ଦ ଗୁଡିକ ବ୍ୟତୀତ ଅନ୍ୟ ଶବ୍ଦର ସାହାଯ୍ୟ ନେଇପାର। ତାହେଲେ ଲେଖିବା ସାଙ୍ଗ ନିକଟକୁ ନୂଆଖାଇ ବିଷୟରେ ଜଣେଇବା ଲେଖିକି। ତାହେଲେ ଲେଖିବ, ପ୍ରିୟ ମାନସ କେମିତି ଅଛୁ? ମୁଁ ଭଲରେ ଅଛି। ଆଶା କରେ ତୁ ମଧ୍ୟ ଭଲରେ ଥିବୁ। ଆମର ସାମାଜିକ ପର୍ବ ନୂଆଖାଇ ପାଖେଇ ଆସୁଛି। ଏହି ପର୍ବ ପାଳନ କରିବା ପାଇଁ ସବୁଆଡେ ଖୁସିର ମାହୋଲ ରହିଛି। ଏହି ପର୍ବ ମୁଖ୍ୟତଃ କୃଷକମାନଙ୍କ ପାଇଁ ଖୁସି ଆଣିଦିଏ। ଏହି ଦିନ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି, ଧନୀ ଦରିଦ୍ର ଭେଦଭାବ ଭୁଲି ଯାଆନ୍ତି, ଘରକୁ ଝିଅ ବୋହୂ ଆସନ୍ତି, ସମସ୍ତଙ୍କ ସହିତ ଭେଟଘାଟ ହୁଏ। ମା ମାନେ ଘରେ ପିଠାପଣା ତିଆରି କରନ୍ତି, ପରିବାରର ମୁରବୀ ଇଷ୍ଟ ଦେବୀଙ୍କୁ ନୂଆ ଚୁଡା ଅର୍ପଣ କରନ୍ତି। ଏହି ପ୍ରଥାକୁ ନବାନ୍ନ ବା ନୂଆଖାଇ କୁହାଯାଏ। ଏହାପରେ ସମସ୍ତେ ବଡମାନଙ୍କୁ ଜୁହାର ହୁଅନ୍ତି। ସନ୍ଧ୍ୟାବେଳେ ସମାଜରେ ଘୁମରା ନାଚର ଆସର ଜମେ। ଏହି ପର୍ବ ଆମର ଧର୍ମ ଓ ସଂସ୍କୃତିର ପରିଚାୟକ। ବଡମାନେ କୁହନ୍ତି, ବଞ୍ଚିଥିଲେ ଆର ବରଷକେ ଦେଖା ହେମା। ତ ମୁଁ ତତେ ଆମ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରୁଛି। ଆମେ ଏକାଠି ବସି ପିଢା ଉପରେ ଖାଇବା ଅପେକ୍ଷାରେ ରହୁଛି। ତାହେଲେ ପିଲାମାନେ ତୁମେ ମାନେ ଏଠି ଶେଷରେ ଇତି ଲେଖିବ। ତୋର ପ୍ରିୟ ଏଠି ତୁମ କଣ କରିବ? ନିଜର ନାମ ଲେଖିବ, ଆଉ ଉପରେ ସାଙ୍ଗର ନାମ ଲେଖିବ ହେଲା। ନେକ୍ସଟ, ମୋ କଳାକୃତି। ଏଠାରେ କିଛି ପ୍ରାଣୀଙ୍କ ଚିତ୍ର ଦିଆଯାଇଛି ଯେଉଁ ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏହି ପ୍ରାଣୀ ଗୁଡ଼ିକୁ ଚିହ୍ନ ଓ ପତ୍ର ନେଇ ଏପରି ବିଭିନ୍ନ ପ୍ରକାର ଆକୃତି ତିଆରି କରି ତଳେ ଦିଆଯାଇଥିବା ଖାଲି ସ୍ଥାନରେ ଲଗାଅ। ତାହେଲେ ଏଇଭଳି ତୁମେ ମାନେ ପତ୍ର ଆଉ ବିଭିନ୍ନ ପ୍ରକାର କଣ, ଯେମିତି ଏଠି ଶୁଖିଲା ପତ୍ର ଆଉ ସବୁ କଣ ନିଆଯାଇଛି ପିଲାମାନେ? ଏଠି ଦେଖ, ଯେମିତି ଫୁଲ ନିଆଯାଇଛି, ବିଭିନ୍ନ ପ୍ରକାର ଅଲଗା ଅଲଗା ପତ୍ର ସବୁ ନିଆଯାଇଛି। ଏମିତି ମୟୂର ଆଉ ହାତୀର ଚିତ୍ର କରାଯାଇଛି। ଦେଖ ତୁମେ ମାନେ, ତ ଏଇଭଳି ଦେଖ ଏଠି କଇଁଛ ମଧ୍ୟ କେମିତି ପତ୍ରରେ କରାଯାଇଛି। ତ ତୁମେ ମାନେ ମଧ୍ୟ ଏଇଭଳି ସବୁ କରିବା ପାଇଁ ଚେଷ୍ଟା କରିବ। ତ ଏଗୁଡିକ ତମେ ନିଜେ କରିବ। ତାପରେ ଦେଖ, ପାଠାଗାରରୁ ପୁସ୍ତକାଗାର କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ ନେଇ ତଳେ ଦିଆଯାଇଥିବା ବିନ୍ଦୁ ଗୁଡ଼ିକୁ ଆଧାର କରି ବରଗଡ଼ ଜିଲ୍ଲା ବିଷୟରେ ମହତ୍ୱପୂର୍ଣ୍ଣ ସୂଚନା ସଂଗ୍ରହ କର। ତାହେଲେ ବରଗଡ଼ ଜିଲ୍ଲା ବିଷୟରେ ମହତ୍ୱପୂର୍ଣ୍ଣ ସୂଚନା, ତାହେଲେ ଏଠି ସଦର ମହକୁମା ବରଗଡ଼ର ସେଇ ବରଗଡ଼, ବୁଝିହେଲା, ବରଗଡ଼। ନେକ୍ସଟ, ପଡୋଶୀ ଜିଲ୍ଲା। ପଡୋଶୀ ଜିଲ୍ଲା ପିଲାମାନେ କିଏ? ସୁବର୍ଣ୍ଣପୁର ହେଲା, ସୁବର୍ଣ୍ଣପୁର ଆଉ ଝାରସୁଗୁଡା ହେଲା, ଲେଖିନେବ। ତାପରେ ଭାଷା, ତାହେଲେ ଭାଷା ପିଲାମାନେ ସମ୍ବଲପୁରୀ ହେଲା। ଭାଷା ହେଇଯିବ କଣ? ସମ୍ବଲପୁରୀ। ନେକ୍ସଟ, ମୁଖ୍ୟ ଫସଲ ହଉଛି ଧାନ। ପର୍ବ ତ ନୂଆଖାଇ ଆଉ ହେଲା, ନୂଆଖାଇ। ସେଭଳି ନୃତ୍ୟ ସମ୍ବଲପୁରୀ ନୃତ୍ୟ ବରଗଡ଼ର ହେଲା। ତାପରେ ପୋଷାକ ପୁରୁଷ ମାନେ ଧୋତି ପିନ୍ଧନ୍ତି, ଲେଖିବ ପୁରୁଷ କଣ, ଧୋତି ଆଉ ଗାମୁଛା ହେଲା। ଆଉ ସ୍ତ୍ରୀ ମାନେ ଶାଢୀ ପିନ୍ଧନ୍ତି ହେଲା। ସ୍ତ୍ରୀ କଣ ପିଲାମାନେ? ଶାଢୀ, ପୋଷାକ। ତାପରେ ଆଉ ଗୋଟେ ଲାଷ୍ଟକୁ ଯାତ୍ରା। ତାହେଲେ ଯାତ୍ରା ପିଲାମାନେ, ଯାତ୍ରା ହେଉଛି ଧନୁଯାତ୍ରା ବରଗଡ଼ର ହେଲା ପ୍ରସିଦ୍ଧ ଧନୁ ଯାତ୍ରା। ନେକ୍ସଟ ପହେଳିକୁ ବୁଝ। ମଞ୍ଜୁକୁ ଜନ୍ମଦିନରେ ମିଠାଇ ତିଆରି ପାଇଁ ମା ତାକୁ କ୍ଷୀରବାଲାଙ୍କ ପାଖକୁ 5 ଲିଟର କ୍ଷୀର ଆଣିବାକୁ ପଠାଇଲେ। କ୍ଷୀର ମାପିବା ପାଇଁ କ୍ଷୀରବାଲା ଭାଇଙ୍କ ପାଖରେ 2ଟି ମାପ ପାତ୍ର ଥିଲା, ଗୋଟିଏ 4 ଲିଟର ଓ ଅନ୍ୟଟି 3 ଲିଟରର ମାପ। କ୍ଷୀରବାଲା କେତେବେଳେ ପାତ୍ରରେ ତ କେତେବେଳେ ସେ ପାତ୍ରରେ କ୍ଷୀର ଢାଳୁଥାଏ। ମଞ୍ଜୁ ଧ୍ୟାନର ସହିତ ସେ ସବୁକୁ ଦେଖୁଥାଏ। ତାର ମନରେ
ଉତ୍କଣ୍ଠା ଥାଏ କି କିପରି କ୍ଷୀରବାଲା 5 ଲିଟର କ୍ଷୀର ଦେଇପାରିବ। କ୍ଷୀରବାଲା ଭାଇ ମଞ୍ଜୁକୁ 5 ଲିଟର କ୍ଷୀର ଦେଇଦେଲେ, ଯାହାକୁ ନେଇ ସେ ଘରକୁ ଗଲା। ସନ୍ଧ୍ୟା ବେଳେ ଜନ୍ମଦିନ ପାଳନ ସମୟରେ ସେ ନିଜର ସାଙ୍ଗମାନଙ୍କୁ ଏଇ ମଜାଦାର କଥା ଶୁଣାଇଲା ଓ ସେମାନଙ୍କୁ ପଚାରିଲା, କୁହ ତ କ୍ଷୀରବାଲା ସେଇ 5 ଲିଟର କ୍ଷୀର କିପରି ଦେଇଥିବ? ଏବେ ତୁମେ କୁହ ମଞ୍ଜୁ ତାର ସାଙ୍ଗମାନଙ୍କୁ ଉତ୍ତରରେ କଣ ଦେଇଥିବ? ତାହେଲେ ଉତ୍ତର ଲେଖିବା। ମଞ୍ଜୁ ତାର ସାଙ୍ଗମାନଙ୍କୁ କଣ ଉତ୍ତର ଦେଇଥିବ? ଉତ୍ତର, କ୍ଷୀରବାଲା ତାର 4 ଲିଟରିଆ ମାପରେ ଗୋଟିଏ ଥର କ୍ଷୀର ଆଣି 3 ଲିଟରିଆ ପାତ୍ରରେ ଢାଳିଲା। ଯେତେବେଳେ ଏଇ 3 ଲିଟରିଆ ପାତ୍ରଟି ପୂର୍ଣ୍ଣ ହେଲା, ସେତେବେଳେ 4 ଲିଟରିଆ ପାତ୍ରରେ କିଛି କ୍ଷୀର ବଳି ପଡିଲା, ଯାହାକି 1 ଲିଟର ପରିମାଣର। ତାହେଲେ କ୍ଷୀରବାଲା ଏହି 1 ଲିଟର କ୍ଷୀରକୁ ମଞ୍ଜୁ ପାତ୍ରରେ ଦେଖିଲା, ହେଲା। ତ ମଞ୍ଜୁ ପାତ୍ରରେ କଣ କଲା? ରଖିଦେଲା। ପରେ ସେଇ କ୍ଷୀରବାଲା ପୁନଶ୍ଚ 4 ଲିଟରିଆ ମାପ ପାତ୍ରରେ ପୂର୍ଣ୍ଣ କ୍ଷୀର ଆଣି ମଞ୍ଜୁ ପାତ୍ରରେ ରଖିଲା। ତେବେ ବର୍ତ୍ତମାନ ମଞ୍ଜୁର ପୂର୍ବ କ୍ଷୀର ଏବଂ ଦ୍ୱିତୀୟ ଥର କ୍ଷୀର ମିଶି 5 ଲିଟର ହେଲା। ତାହେଲେ ପିଲାମାନେ ଏଇଠି ପ୍ରଶ୍ନ ଉତ୍ତର ଏଇଠି ଆମର ଶେଷ ହେଇଯାଇଛି। ପ୍ରଶ୍ନ ଗୁଡ଼ିକ ବୁଝିହେଲା। ତ ଆଶା କରୁଛି ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିବ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବ। ତାପରେ କମେଣ୍ଟ ବକ୍ସରେ ଜଣେଇବ ଯେ ଏହା ପରେ କେଉଁ ଟପିକର ପ୍ରଶ୍ନ ଉତ୍ତର ତୁମମାନଙ୍କୁ ଦରକାର। ଥ୍ୟାଙ୍କ ୟୁ।